হইলা এ প্রশ্নি বংশে জন্ম নেলা প্রশ্নি বংশে জন্ম নেলা দেবকী বসুদেব তার কুলে জন্ম হে শুনো আহে সাধু ভগবান জন্ম হই একাহার উদর খাই তেণু ষণ্ঢ বোলাইলা তেণু ষণ্ঢ বোলাইলা এ মথুরা জল আহে শুনো আহে সাধু তিনোটি পঙ্ক্তি ছাড়িছি বৃষ্টি বংশ মথুরা রাজ্যর ষণ্ঢ এবং দেবকী বসুদেব প্রকৃতি তাকে জন্ম করে নাহাନ୍ତି এইଠୁ ଆରମ୍ଭ କରିବେ ଦେଖିବ ପ୍ରଥମେ ତ ସାରା ଗୁରୁକୁ ଅନନ୍ତ କୋଟି ପ୍ରଣାମ ଜଣେଇବି ଯେହେତୁ ତାଙ୍କ ପାଦ ତଳର କ୍ଷୁଦ୍ର ମାନେ ରେଣୁକା ସଦୃଶ ମୋ ନୁହଁ ସମପକ୍ଷ କଥା ନୁହଁ ତଥାପି ସାରକୁ ଅନନ୍ତ କୋଟି ଦଣ୍ଡବତ ବିଷୟଟା ଭଗବାନ କୃଷ୍ଣ କାହାର ବହିର সকল ସାର୍ ସବୁ ପ୍ରମାଣରେ ଅଛି ପ୍ରମାଣ କିନ୍ତୁ ସାର୍ ଆଜି ମୋର ମାନେ ଗୋଟେ ପଦ ଘୁଷିନି ବୋଲି ଆଜି ମୋର ପ୍ରମାଣ ଦେଇପାରିବିନି କିନ୍ତୁ ବାହ୍ୟ ପ୍ରମାଣରେ ଗାଣ୍ଡୁଏ ଦେବି କିନ୍ତୁ ଗୋଟେ ପ୍ରମାଣ ସାର୍ ଦେଇପାରିବିନି ବହିର সকল କଣ ପକୁଳେ ଭାରି কোন পকুলে ভারি হই ধরণী সুন্দরী বিনয় হই ব্রহ্মাণ্ড আগে কহিলা কংস প্রতাপরে দেহই লাওতি দুঃসহ কি করিবি কহেবে বলি বইলা কুশতে তু শুনি কথা কহিলে জগন্নাথ তু অবনি ଆଜ୍ଞା ଯେତେବେଳେ ମା ବସୁଧା କଂସ ପ୍ରତାପକୁ ଶୋଇ ନ ପାରିଲି ବ୍ରହ୍ମାଙ୍କ ଆଗରେ କହିଲେ ଯେ ବ୍ରହ୍ମାରୁ ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି ସାର୍ ଏଇଟା କିନ୍ତୁ ବିଷ୍ଣୁ ଗର୍ଗ ସଂହିତା ପ୍ରମାଣ କରୁଛି ଯେ ବିଷ୍ଣୁ କହିଲେ ମୁଇଁ ଜନ୍ମ ହେବା ପାଇଁ ମୋର ପାୱାର ନାହିଁ ଭଗବାନ ବିଷ୍ଣୁ ଯୋଉଟେ ବାମନଙ୍କର ନଖ ଦାଗ ପଡ଼ିକି ଯୋଉ ବ୍ରହ୍ମାଣ୍ଡଟା ଫୁଡ଼ ସଦୃଶ ହେଇଥିଲା ସେଇ ଫୁଡ଼ ଦ୍ୱାରା ଯାଇକିନି ଗୋଲୋକ ପ୍ରଭୁ ସେ ପହଞ୍ଚିଛନ୍ତି ସେଇଟା ଭଗବାନ କୃଷ୍ଣଙ୍କୁ ସେ ଜଣେଇଛନ୍ତି ଭଗବାନ କୃଷ୍ଣ କହିଲେ କହିଲା কমল মুখী কমলা কণ্ঠ মোর কত মারা আজ্ঞা দেলে করুণাক রাখে নাই କରିବାକୁ ଆମ
মন ସାର୍ ଟିକେ ମୁଁ ତ ମୋ ଗୋଷ୍ଠୀ ବଂଶଠାରୁ ଆରମ୍ଭ କଲି ଇଏ ତା ପରଠୁ ଗାଇବା କଥା ଇଏ କଣ ପାଇଁ ଗାଉଛି ହେଠୁ ଏ ଯୋଉ ତାପରେ ଶୁଣ ପଛ ଆଡକୁ ପଳେଇଲା 1 2ରେ ଭଗବାନ କୃଷ୍ଣ କଂସକୁ ବୋଧ କରିବା ପାଇଁ ବା କଂସ ବୋଧ ପାଇଁ ଜନ୍ମ ନେଇଥିଲେ କିନ୍ତୁ ଭଗବାନ କୃଷ୍ଣ ଜନ୍ମ ହେବା ପୂର୍ବରୁ ବହୁତ ଗୁଡେ ସର୍ତ୍ତ ରଖିଲେ ତମ ବିଷୟ ଅନୁସାରେ ମୁଁ ଯାଉଛି ବୁଝିପାରିଲେ ନାଇଁ ସର୍ତ୍ତ କଣ ରଖିଲେ ଯେ ଗୋଲକ ଧାମକୁ ନିଅ ରାଧାକୁ ମତେ ଦିଅ ଏଟା ମତେ ଦିଅ ରଖିଛନ୍ତି ନାଇଁ ସାରେ ଏଇ ସର୍ତ୍ତ ରଖିଲା ପରେ ଭଗବାନ କୃଷ୍ଣ ସାର ଶୁଣନ୍ତୁ ଟିକେ ଗର୍ଗ ସହିତ ଗୁରୁ ତ ଆପଣଙ୍କ ସେ ବେଦ ଠିକ ଅଛି। ସାର ଶୁଣନ୍ତୁ ଟିକେ ପଦେ କହୁଛି ହଁ ମାନେ ଭଗବାନ ଯେତେବେଳେ ଗଲେ ମାନେ ବ୍ରହ୍ମାଣ୍ଡ ମାଳ ମାଳ ହେଇକିନି ବିରଜା ନଦୀରେ ସବୁ ଭାସୁଥିଲେ ଆଚ୍ଛା ଦେଖି ସାର୍ ଟିକେ ସେ ଗର୍ଗ ସଂହିତାରେ କଣ କହୁଛି ଦେଖି କୋଉ ଖଣ୍ଡରୁ ଦେଖି ଗର୍ଗ ସଂହିତାରେ କଣ କହୁଛ ଦେଖି କୋଉଠୁ କହୁଛ ବୋଧେ କହି ସାର ଯୋଉ ଗଲେ ଇଏ ଭଗବାନ ଚନ୍ଦ୍ରାନନ ବୋଲି ଗୋଟେ ସଖୀ ଥିଲା ସେ ମାନେ ପରିଚୟଟା ଦବାରୁ ଏ ଯୋଉ ଛୁଆ ଚୁର ହଉଛି ଟିକେ ଆପଣ କୁହନ୍ତୁ ଏ ତମେ ସାରେ ମାନେ ଏମାନେ ଯେତେବେଳେ ଗଲେ ଏମାନେ କହିଲେ ୟାକୁ କିଛି ଖାତିର ନାହିଁ ତେଣୁ ଚନ୍ଦ୍ରାନନା ବୋଲି ଜଣେ ସଖୀ ଥିଲେ ସେ ପଚାରିବାରୁ ଭଗବାନ ବିଷ୍ଣୁ ପରିଚୟଟା ଦେଲେ ଯେ ଆମେ ଏଇ ବ୍ରହ୍ମାଣ୍ଡରୁ ଆସିଛୁ ବୋଲି ତେଣୁ ଆମେ ଭଗବାନ ପରମ କୃଷ୍ଣଙ୍କର ଦର୍ଶନ ପାଇଁ ଆସିଲେ ତେଣୁ ସେ ଦର୍ଶନ ପାଇଁ ନେଲେ ଭଗବାନ ଏଇଟା କୃଷ୍ଣ କହିଦେଲେ ଯେ ମୁଇଁ ରାଜି ମୁଁ ଜନ୍ମ ହେବି ତେଣୁ ଗୋବର୍ଦ୍ଧନଗିରି ଯିବ ପାର୍ବତୀ ଯିବେ ମୋ ସ୍ତ୍ରୀ ହେବେ ପାର୍ବତୀ এটা ସବୁ କହିଦିଆ ରାଧା ଯିବେ ଏଟା ସବୁ ସେ ଅଲଗା ବିଷୟ ବସ୍ତୁ ଯୋଉଟେ ଛାଡିଦେଲେ ଇଏ ତା ପରଠୁ ଯିବା କଥା ବନ୍ଦୀ ଗୃହ ଯିବା କଥା ବନ୍ଦୀ ଗୃହ ଭଲ ଗୀତ ଗୁଡିଏ ଘୁଷିଛ ଭଲ କଥା କିନ୍ତୁ ସଙ୍ଗୀତ ଗୁଡିକ ୟୁଟ୍ୟୁବରେ କେବେ ଘୁଷିବନି ଗୀତ ଗୁଡିକ ମାତ୍ରା ଭୁଲ ରହୁଛି ଗୋଟେ ମଝିରେ ମଝିରେ ଦୀନକୃଷ୍ଣ ଦାସ ରସକଲ୍ଲୋଳର କେଉଁ ଅଧ୍ୟାୟରେ ଯୋଉ ପଦଟି ଗାଇଲ ଦେଖି କହୁଛି କହିଲ କି ରାଗ ଚକ୍ଷି ରାଗଟି ଯୋଉ ପ୍ରଥମ ପଦଟି ଗାଇଲ এটা দ্বিতীয় ছন্দ স্যার ନାହିଁ ହଉ ତମେ ଦେଖ ତା ପିଲା ଲୋକ ବହି ଦେଖ ବହି ଘୁଷ ତମ ସମୟ ଅଛି স্যার প্রথম ছন্দ ଶୁଣ ତମେ ଘୋଷ ତମର ସମୟ ଅଛି ଠିକ ଅଛି ଏଇ ସମୟରେ ଘୁଷିଲେ ଆଗକୁ ତମେ ଭଲ ମଣିଷ ବାସ୍ ବାସ୍ ହେଇପାରିବ ବାସ୍ ଏ କଥା ଠିକ ଅଛି ହଉ